ସେଥିପାଇଁ ଏ ଘନିଆ କେତେବେଳେ କୋଉଠୁ କଣ ଖାଏ କିଛି ଠିକ ଠିକଣା ନଥାଏ ସାର୍। କଣ କର ତମେ ମୋ ବିଷୟରେ କିଛି ତଥ୍ୟ ସଂଗ୍ରହ ନ କରି ଆପଣ ମୋ ପାଖକୁ ଚାଲି ଆସିଛନ୍ତି ଏ କଥା ତ ମୁଁ ଜମା ବିଶ୍ୱାସ କରିପାରିବିନି। ସାର୍ ମୁଁ ଆପଣଙ୍କୁ କହୁନଥିଲି ଏ ଘନିଆ ପର ଦୁଃଖରେ ଦୁଃଖୀ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରେ ଆଉ ଭୋଗିଲା ଲୋକମାନଙ୍କୁ ଆହାର ବି ଦିଏ। ସେଥିପାଇଁ କିଛି ଅର୍ଥ ଦରକାର କି ନାହିଁ? କୋଉଠୁ ମିଳେ? ଏ ସମାଜରେ କଣ ଦାନ ଧର୍ମ କରିବା ପାଇଁ ଲୋକଙ୍କର ଅଭାବ ଅଛି? ସେଇମାନଙ୍କର ଅର୍ଥ ପାଇଥାଏ। ସେମାନେ ତ ସିଧାସଳଖ ଦାନ କରିପାରନ୍ତି, ତମକୁ ମାଧ୍ୟମ କରନ୍ତି କଣ ପାଇଁ? କିଛି ଲୋକ ସେମାନଙ୍କର କଳା ଟଙ୍କା ଧରା ପଡିଯିବାର ଭୟ ରଖନ୍ତି, ଆଉ କିଛି ଲୋକ ଦାନ ଧର୍ମ ଦେଇ ପୁଣ୍ୟ ଅର୍ଜନ କରିବା ପାଇଁ ଚାହାନ୍ତି, ମାତ୍ର ନିଜକୁ ଅପରିଷ୍କାର ପରିବେଶରୁ ଦୂରେଇ ରଖନ୍ତି। ଆଉ କିଛି ଲୋକଙ୍କ ପାଖରେ ସେସବୁ କରିବା ପାଇଁ ଆଦୌ ସମୟ ହିଁ ନଥାଏ। ବାସ୍ ସେଇ ସବୁ ଲୋକମାନଙ୍କର এই ঘনিয়া মাধ্যম পাঠিয়েছে। তবে যে সতর্ক তো কিছু প্রমাণ ଦେଇପାରିବ? ମୁଁ ମିଛ କହୁଛି ବୋଲି ଆପଣଙ୍କ ପାଖରେ କିଛି ପ୍ରମାଣ ଅଛି? ପୋଲିସକୁ ପ୍ରଶ୍ନ କରାଯାଇନି, ପ୍ରଶ୍ନର ଉତ୍ତର ଦିଆଯାଏ। ମତେ କୁହ କୋଉମାନଠୁ ଟଙ୍କା ସଂଗ୍ରହ କର? କ୍ଷମା କରିବେ ସାର୍, ସେମାନଙ୍କ ନାଁ ମୁଁ ଆପଣଙ୍କୁ କହିପାରିବିନି। ତାହେଲେ ମୁଁ ଜୋର ଦେଇ କହିବି ତମେ ମିଛ କହୁଛ, ତମେ ନିଜେ କିଛି ଖରାପ କର୍ମ କରୁଛ ଆଉ ପୋଲିସ ଏଠିକୁ ଫେକିଦେବା ପାଇଁ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରୁଛ। ଏ ଘନିଆ ଯଦି ସେମିତି ଚୋରି ଡକାୟତି କରୁଥାନ୍ତା ତାହେଲେ ସେ କଣ ନିଜ ପାଇଁ ଘର ଖଣ୍ଡେ କରୁନଥାନ୍ତା? ମୁଁ ଚୋରି ଡକାୟତି କଥା କହୁନି, ମୁଁ କହୁଛି ତମର ଏ ଘନିଆ ଗୋଟାଏ ସୁପାରି କିଲ ଯେ ଟଙ୍କା ନେଇ ମଣିଷ ମର୍ଡର କରେ। ଆପଣ ତାହା ଭାବିପାରନ୍ତି, କିନ୍ତୁ ଆପଣ ତ ଭାବିଦେଲେ ମୁଁ ଅପରାଧୀ ହେଇଯିବିନି। ସେଥିପାଇଁ କିଛି ପ୍ରମାଣ ଦରକାର। ଯାଆନ୍ତୁ ଥାନା ବାବୁ, ଆଗ ପ୍ରମାଣ ଯୋଗାଡ଼ କରିବେ, ତାପରେ ଆସି ଘନିଆକୁ ଆରେଷ୍ଟ କରି ନେଇଯିବେ। ତାହା ତ ଅବଶ୍ୟ ମୁଁ ନିଶ୍ଚୟ କରିବି, କିନ୍ତୁ ତାପରେ ମତେ ଗୋଟାଏ କଥା କୁହ, ମାନବବିନ୍ଦ ପ୍ରଧାନ ଜଣେ ସମାଜସେବୀ ଥିଲେ, 3 ବର୍ଷ ତକ ତାଙ୍କୁ ମର୍ଡର କରାଗଲା କାହିଁକି? ପୋଲିସ କିଏ? ପୋଲିସ କିଏ? ମାନବବିନ୍ଦ ଜଣେ ସମାଜସେବୀ ଥିଲେ, 3 ବର୍ଷ ହେଲା ମରିଲି, ଆପଣ ଜାଣିପାରୁନାହାନ୍ତି, ମତେ ପଚାରୁଛନ୍ତି। ତାହେଲେ ମୁଁ ଯଦି କଣ ଏପଟ ସେପଟ କହିଦେବି କାଲି ସକାଳେ ମତେ କିଏ ହାଣି ନଦବ, ତା ଗ୍ୟାରେଣ୍ଟି କିଏ ଦବ? ନାଇଁ ତମେ ସେମିତି କାହିଁ ଭାବୁଛ? ତମ ନଜରରେ ଯଦି ସେମିତି ଲୋକ କିଏ ଅଛନ୍ତି ତାହେଲେ ଆମକୁ କୁହ, ଆମେ ତ ନିରାପତ୍ତା ଯୋଗାଇ ଦେବୁ। ତମେ ନିଜକୁ ଦେଇପାରୁନ, ମତେ କଣ? କ୍ଷମା କରିବ ଅଫିସର, ନିଜକୁ ସୁରକ୍ଷିତ ରଖିବାର ଯଥେଷ୍ଟ କ୍ଷମତା ଏ ଘନିଆର ଅଛି, କିନ୍ତୁ ମୋ ସନ୍ଦେହ ଲିଷ୍ଟରେ ତମେ ରହିଲ। ବୁଝିଲ, ଆଜିଠାରୁ ମୋ ଆଖି ତମରି ଉପରେ ରହିଲା। ଯାହା ବି କରିବ ଟିକେ ଭାବି ଚିନ୍ତି କରିବ। ଆସମୟ କର। ସନ୍ଦେହର ଲିଷ୍ଟ ମୋ ଉପରେ ଆଜିଠୁ ଆଖି ରହିଲା। ଏ ଘନିଆ ସାମ୍ନାକୁ ଆସିବାକୁ କେବେ ଚେଷ୍ଟା କରିବୁନି, କାହିଁକି ନା ଏ ଘନିଆ ଘରେ ଘର ଧରି নীলে নিয়া আরে আত্মসম্রাজ্যী তিনি তিনিটা ভয়ঙ্কর জিনিসর সমিশ্রণ।